आस सांग मैंने आज गोटे नुआ ब्लॉग को जीवा राधादेईपुर ढेंकानाल स्थित बड़जेना साहित्य संसद स्वर्गत कवि लेखक समाज संस्कारक और अध्यापक शंकरसन जेना स्मृति में आयोजित श्राद्धवार्षिकी उक्त कार्यक्रम में बहु कवि कवयित्री और सुधीवृंद तांकर काव्य कविता आवृत्ति करने सह श्रीजुक्त जेना स्मृतिचारण करथिले। जेउटी देख गुण गरिमारे प्रशंसित शतमुख से एमती जड़े लोक से एमती जड़े लोक आकाशर छाई तले रक्तर संपर्क भूली हुए नहीं भूली आमे भूलीगला जे तुमरी पाखर पूरी पूर्णा हुई मने बड़देना भली साहित्य संसद पाँच श्राद्ध दिन रक्तर संपर्क काल काल धरी देखुव सतर्क हे दिन बिहारी पड़ुछि बुहारी एमती
ସ୍ପଷ୍ଟୀକରଣ ସହ ମୃତ୍ୟୁ ତୁମକୁ ପାରେ ନାହିଁ ଛୁଇଁ ତୁମେ ତ ଆମର ତୁମ ମାନସ ସନ୍ତାନ ଶୈଶବରୁ ଯୁବକ ହେଲାଣି ହୃଷ୍ଟପୃଷ୍ଟ ଗାଁ ଭୂଇଁରୁ ଉତାରି ଦେଇ ସାହିତ୍ୟର ସୁନାର ଫସଲ ଗାଁ ଭୂଇଁରୁ ଉତାରି ଦେଇ ସାହିତ୍ୟର ସୁନାର ଫସଲ ସାରା ଓଡ଼ିଶାକୁ କରିଦେବାକୁ ହଲଚଲ ସାରା ଓଡ଼ିଶାକୁ କରିଦେବାକୁ प्रकृति को अभिशाप दिए तुम प्रयोग अमृत अक्षय अन्य अवसर ना दे पिता ही पुत्री को बुझाई दियंती साधक पाठी प्राध्यापक उज्जवल महाशंकर क्षण निजକୁ ସମର୍ପି ସାହିତ୍ୟ ସେବାରେ ସ୍ମୃତିକର ଅନୁଷ୍ଠାନ ମୁଁ ଫୁଟିଯାଇଛି କବିତା ଶୀର୍ଷକ ଫୁଲଟିଏ ଫୁଟିଛି ଫୁଲଟିଏ ମୋଜେ ଫୁଟିଛି ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଁ ପୁରା ଅଭିଭୂତ ହୋଇ ବସି ରହିଥିଲି ପ୍ରକୃତ ଗୁରୁ ଶିଷ୍ୟ ପରମ୍ପରା ପୁରା ବୈଦିକ ଯୁଗକୁ ବୋଧେ ମୁଁ ଫେରି ଯାଇଥିଲି ମୋତେ ସେମିତି ଲାଗୁଥିଲା ଏତେ ସୁନ୍ଦର ବାତାବରଣ ମୁଁ ଅନେକ ଦିନ ହେଲା ଦେଖିନଥିଲି ସୁନ୍ଦର ଭାବରେ କବିତା ପାଠ କରିଛନ୍ତି ସାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା ହିଁ ହେଉଛି ତାଙ୍କ ପାଇଁ ପ୍ରାର୍ଥନା ତାଙ୍କ ପାଇଁ ଆମର ସ୍ନେହ ସମ୍ମାନ ସାର ପାଇଁ ଏଇ ସ୍ମୃତିଚାରଣ ଏଇ କବିତା ପାଇଁ ତାଙ୍କ ପାଇଁ ଏବଂ ମୋତେ ସେ ବହୁତ ସମୟ ଶିକ୍ଷା ଦେଇଥାନ୍ତି କିନ୍ତୁ ତାପରେ ମୁଁ ଯେତେବେଳେ ଜେନା ସାରଙ୍କର ସଂସ୍ପର୍ଶରେ ଆସିଲି ଏବଂ ସେଇଭଳି ମୋତେ ଆଉ ଗୋଟିଏ ଗୁରୁ ମିଳିଗଲେ ଯିଏକି ମୋତେ ମୋ ଭଳି କାର୍ଯ୍ୟକୁ କାଞ୍ଚନରେ ପରିଣତ କରିବାରେ ତାଙ୍କର ସେ ହେଉଛନ୍ତି ସିଦ୍ଧସ୍ଥ ଏବଂ ମୁଁ ଯେତେବେଳେ ସାହିତ୍ୟ ଆସନର ଅବସରରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଁ ବିଶେଷ ସଭାପତି ବେଶ ଏ ପବିତ୍ର ମାଟିର ତାଙ୍କର ଯୋଉ ଲେଖା ଗୁଡ଼ିକ ଯୋଉ ସଂସ୍ପର୍ଶରେ ଆସିଲି ମହିମା ମହାବିଦ୍ୟାଳୟକୁ ଆସିଲି ପ୍ରଥମ ଆସିବା ଦିନରୁ ସମସ୍ତେ ମୋତେ କହିଲେ କଟକର ଝିଅ ଏଠି ରହିପାରିବ ନାହିଁ ତେଣୁ ପଳେଇଯିବ ତେଣୁ ଯେତେବେଳେ ମୁଁ ପ୍ରଥମେ ଦେଖିଲି ମହିମା ବଡ଼ଜନା ସାହିତ୍ୟ ସଂସଦକୁ ମୁଁ ଯେବେ ଆସିଲି ମୋର ପ୍ରଥମ କବିତା ମୁଁ ନେଇକରି ଆସିଥିଲି ଅବଶ୍ୟ ବର୍ତ୍ତମାନ ସେଇ ପରିସ୍ଥିତି ନାହିଁ ସେତେବେଳେ ମାର୍କେଟିଂ ଭିତରେ ପ୍ରଚୁର ପକ୍ଷୀ ସେମାନେ ଦିଅନ୍ତି ମୁଁ ଥରେ ପଚାରିଥିଲି ଯେ ଯେହେତୁ ଆପଣ ଏଟା ଖର୍ଚ୍ଚ କରୁଛୁ ମିଶିକି ଚାନ୍ଦା କରିବା ସେଇ ଅନୁସାରେ ଭଲ କିନ୍ତୁ ସେ କହିଲେ ନାହିଁ ଚାନ୍ଦା ନୁହଁ କାରଣ ଆମ ଘରକୁ ଛାତ୍ର ଥିଲି ସେତେବେଳେ ଆଗାମୀ ପ୍ରାଇଭେଟ୍ ସ୍କୁଲ ନିର୍ଦ୍ଦେଶ ପାଇ ସ୍କୁଲ ଯିବା ପାଇଁ କାର୍ଯ୍ୟ ସେଇ 3 ମାସ ଭିତରେ ମୁଁ ସାରଙ୍କ ସଂସ୍ପର୍ଶରେ ଆସିଥିଲି ମୁଁ ଆମ ଅଞ୍ଚଳର 3 ଜଣ ସାଙ୍ଗ ମାନେ ଇଚ୍ଛା ମାନେ ଏତେ ଭଲ ଲାଗିବ ଏବଂ ଏଠୁ ବାରମ୍ବାର ତାଙ୍କ ପାଖକୁ ଆସିବା ପାଇଁ ଇଚ୍ଛା ହେବ ତାପରେ ଆସିଲେ ଶୁଣିକି ଆସିଲେ ପଛରେ ଘର କଥାବାର୍ତ୍ତା ବହୁତ ପ୍ରକାର କିଛି ଗୋଟେ କିଛି ଗାଡ଼ି ପାଇଲନି ବହୁତ ମୁଁ ଆପଣ ଜାଣି ବହୁତ ସନ୍ତୋଷ ଜଣେ ପ୍ଲାନିଂଙ୍କ ବିଷୟ ସୂଚନା କରି ଚାକିରି କରୁଥିଲି ମୁଁ କମ ସମୟ ପାଇଁ ଘରକୁ ଆସିବା କିନ୍ତୁ ମୋ ବାପା ଛୋଟିଆ ହାରମୋନିୟମ ଖଣ୍ଡେ ଧରି ବହୁତ ସମୟ ସଂସଦକୁ ଆସନ୍ତି
ମୁଁ ଯେତେବେଳେ ଘରକୁ ଆସେ ଆମେ ହାତ ଧରି ପଳେଇ ଯାଉଛ ସାଇକେଲ ବସରେ ହାତ ଧରିକି ଆସୁ। ଯେଉଁ କ୍ଷେତ୍ରକୁ ଯାଇଛନ୍ତି ସମସ୍ତେ ତାକୁ ଆଦର କରିଛନ୍ତି। ତାଙ୍କର କଥା, ତାଙ୍କର ଭାଷା, ତାଙ୍କର ବ୍ୟବହାର, ଚାଲିଚଳନ ବର୍ତ୍ତମାନ ଆମର କବିତା ଆସନ ଆରମ୍ଭ ପ୍ରଥମ ପର୍ଯ୍ୟାୟରେ, ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କର ସ୍ମୃତିଚାରଣ ରହିଛି। ତେଣୁ এই কবিতা পাঠোৎসবর সভাপতি হচ্ছেন ନିର୍ମଳା ମହାପାତ୍ର, ଆଡଭୋକେଟ୍, ସାହିତ୍ୟିକ, ସମାଜସେବିକା, ଢେଙ୍କାନାଳଗଡ଼ ପରିଚିତ ନାମ, ସଭାପତି ଆସନ ପ୍ରଦର୍ଶନୀ ଏବଂ କବିତା ଗୁଡ଼ିକର ସଂଯୋଜନା ଦାୟିତ୍ୱରେ ଅଛନ୍ତି ଆମର ସରୋଜ କୁମାର ମହାରାଣା, ଆଡଭୋକେଟ୍ ଏବଂ ବିବେକାନନ୍ଦ ଷଡ଼ଙ୍ଗୀ, ସାହିତ୍ୟିକ, ସାହିତ୍ୟିକ। ତେବେ ଏବେ ସଭାପତି ମହାଶୟଙ୍କୁ ନିବେଦନ ରଖିବି ସେ କବିତା ପାଠ ସବୁ ସୁର କରିବା ପାଇଁ ଅନୁମତି ଦେବେ।